ସମସ୍ତଙ୍କୁ ସ୍ୱାଗତମ୍ ଜଣାଇ ଆଜି ଆମେ ପୁଣି ଗୋଟେ କାର୍ଯ୍ୟପତ୍ରିକା ଆରମ୍ଭ କରିବା, ଯେଉଁଟାକି ଆମର କାର୍ଯ୍ୟପତ୍ରିକା 16 ଖ। ଏଥିରେ ଗୋଟେ ଅନୁଚ୍ଛେଦଟେ ଦେଇଛି। ଅନୁଚ୍ଛେଦଟିକୁ ପଢ଼ିବା ଏବଂ ପ୍ରଶ୍ନ ଅନୁଯାୟୀ ଆମେ ଉତ୍ତର କରିବା। ଅନୁଚ୍ଛେଦରେ କିଛି ଶବ୍ଦ ତଳେ ଗାର ଦେଇଛି। ସେ ରେଖାଙ୍କିତ ପଦଗୁଡ଼ିକୁ ଆମକୁ ଖୋଜିକିନା ଲେଖିବାର ଅଛି ବା ଚିହ୍ନଟ କରିବାର ଅଛି। ପ୍ରଶ୍ନ ନମ୍ବର 1ରେ ସେ ଦେଇଛି, ଏହି ଅନୁଚ୍ଛେଦରେ ଥିବା ରେଖାଙ୍କିତ ପଦଗୁଡ଼ିକୁ ଅଲଗା କରି ତଳେ ଲେଖିବା। ଅନୁଚ୍ଛେଦରେ ଯେଉଁ ପଦ ତଳେ ରେଖା ଦିଆଯାଇଛି ସେଗୁଡ଼ିକୁ ଆମେ ଏଥିରେ ଲେଖିବା। ଠିକ୍ ଅଛି, ଆରମ୍ଭ କରିବା ଆମେ। ପ୍ରଥମ ଶବ୍ଦ ହେଲା ଅଜା ପାଣିକୁଣ୍ଡରୁ ବିଜ୍ଞାନର ତଥ୍ୟଟି ସୁନାରେ ପାତ୍ରରେ ମୁକୁଟଟିକୁ ପାତ୍ରରୁ ବାହାରକୁ ତାକୁ ପାତ୍ରଟିରେ ଓଜନର ପାତ୍ରରେ ଫଳରେ ମୁକୁଟଟି। ଏଇଭଳିଆ ଏସବୁ ଶବ୍ଦ ଗୁଡ଼ିକ ଏଠାରେ ବା ପଦ ଗୁଡ଼ିକ ଏଠାରେ ଦିଆଯାଇଛି। ପରବର୍ତ୍ତୀ ପ୍ରଶ୍ନ ନମ୍ବର 2, ସେହି ଶବ୍ଦ ଗୁଡ଼ିକୁ ଆଉ ଥରେ ପଢ଼ିବା। এই ଯେଉଁ ଶବ୍ଦ ଆମେ ଲେଖିଲା ସେ ଶବ୍ଦ ଗୁଡ଼ିକୁ ପୁଣି ଥରେ ଭଲ ଭାବେ ସ୍ପଷ୍ଟ ଭାବରେ ଆମେ ପଢ଼ିବା। ତାପରେ ପୁଣି ଆମେ ଆଗକୁ ଯିବା। ପ୍ରଶ୍ନ ନମ୍ବର 3। ପ୍ରଶ୍ନ ନମ୍ବର 3 କହୁଛି, ସେହି ଶବ୍ଦ ଗୁଡ଼ିକରେ କେଉଁ ବିଭକ୍ତି ବ୍ୟବହାର ହୋଇଛି ତାହା ପ୍ରଥମେ କହିବା, ତାପରେ ଲେଖିବା। ଯେପରି ପାଣିକୁଣ୍ଡରୁ ରୁ ପଞ୍ଚମୀ ବିଭକ୍ତି ଚିହ୍ନ, ସେହିପରି ଆମେ ଏଥିରେ ଆରମ୍ଭ କରିବା। ଅଜା ପ୍ରଥମା ବିଭକ୍ତି, ଏଥିରେ କୌଣସି ଚିହ୍ନ ନାହିଁ। ଦ୍ୱିତୀୟ ଶବ୍ଦ ହେଲା ପାଣିକୁଣ୍ଡରୁ, ଏଟା ହେଲା ପଞ୍ଚମା ବିଭକ୍ତି, ବିଭକ୍ତି ଚିହ୍ନ ହେଲା ରୁ। ବିଜ୍ଞାନର ଷଷ୍ଠୀ ବିଭକ୍ତି ଏବଂ ବିଭକ୍ତି ଚିହ୍ନ ହେଲା ର। ତଥ୍ୟଟି ପ୍ରଥମା ବିଭକ୍ତି, ବିଭକ୍ତି ଚିହ୍ନ ହେଲା ଟି। ପରବର୍ତ୍ତୀ ଶବ୍ଦକୁ ଯିବା। ତଥ୍ୟକୁ, ଏଟା ହେଲା ଆମର ଦ୍ୱିତୀୟ ବିଭକ୍ତି, ଆମର ବିଭକ୍ତି ଚିହ୍ନ ହେଲା କୁ। ସୁନାରେ ତୃତୀୟ ବିଭକ୍ତି, ବିଭକ୍ତି ଚିହ୍ନ ହେଲା ରେ। ପାତ୍ରରେ ସପ୍ତମୀ ବିଭକ୍ତି, ବିଭକ୍ତି ଚିହ୍ନ ହେଲା ରେ। ମୁକୁଟଟିକୁ ବିଭକ୍ତି ହେଲା ଆମର ଦ୍ୱିତୀୟ ବିଭକ୍ତି, ଚିହ୍ନ ହେଲା ଟିକୁ। ଏବଂ ନେକ୍ସଟ ପରବର୍ତ୍ତୀ ଶବ୍ଦ ଆମର ଆସିବ। ପରବର୍ତ୍ତୀ ଶବ୍ଦ ହେଇଗଲା ଆମର ପାତ୍ରରୁ। ପାତ୍ରରୁ ଦେଖିବା। ଏଥିରେ ହେଲା ଆମର ବିଭକ୍ତି ହେଲା ପଞ୍ଚମୀ ବିଭକ୍ତି, ବିଭକ୍ତି ଚିହ୍ନ ହେଲା ରୁ। ତାପରେ ଆସିଗଲା ବାହାରକୁ। ବାହାରକୁ ହେଲା ବିଭକ୍ତି ହେଲା ଦ୍ୱିତୀୟ ବିଭକ୍ତି, ଚିହ୍ନ ହେଲା କୁ। ତାକୁ ଦ୍ୱିତୀୟ ବିଭକ୍ତି, ବିଭକ୍ତି ଚିହ୍ନ ହେଲା କୁ। ପାତ୍ରଟିରେ ସପ୍ତମୀ ବିଭକ୍ତି, ବିଭକ୍ତି ଚିହ୍ନ ରେ। ଓଜନର ବିଭକ୍ତି ହେଲା ଷଷ୍ଠୀ ବିଭକ୍ତି, ଚିହ୍ନ ହେବ ର। ପାତ୍ରରେ ବିଭକ୍ତି ଚିହ୍ନ ସପ୍ତମୀ ବିଭକ୍ତି, ଚିହ୍ନ ହେଲା ରେ। ଫଳରେ ତୃତୀୟ ବିଭକ୍ତି, ଚିହ୍ନ ରେ। ମୁକୁଟଟି ବିଭକ୍ତି ପ୍ରଥମ ବିଭକ୍ତି, ବିଭକ୍ତି ଚିହ୍ନ ଟି। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଆମେ ଏଇଠି ରଖିବା।